ଓମ୍ ଶାନ୍ତି। ପୁସ୍ତକ ପଠନ ଶ୍ରୀମଦ୍ ଭଗବତ ଗୀତା ରହସ୍ୟ। ଲେଖକ ବ୍ରହ୍ମା କୁମାର ସୁଧାଂଶୁ ଶେଖର ମିଶ୍ର। ପଞ୍ଚଦଶ ଅଧ୍ୟାୟ ପୁରୁଷୋତ୍ତମ ଯୋଗ। ପରମାତ୍ମାଙ୍କ ପ୍ରଭାବ। ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟଃ। ଏହାର ଆକ୍ଷରିକ ଅନୁବାଦ ହେଲା, ମୁଁ ପ୍ରତ୍ୟେକ ପ୍ରାଣୀଙ୍କର ହୃଦୟରେ ବିରାଜମାନ। ଅନେକ ବ୍ୟାଖ୍ୟାକାର ଏହାକୁ ଏପରି ଅର୍ଥ କରିଥାନ୍ତି। କେତେକ ଉପନିଷଦରେ ମଧ୍ୟ ଏହାର ସମାନାର୍ଥ ବାଚକ ଶ୍ଲୋକ ଦେଖାଯାଏ। ଦ୍ୱାଂ ସୁପର୍ଣ୍ଣା ସଜୁଳା ସଖାୟା ସମାନଂ ବୃକ୍ଷଂ ପରିଶସ୍ୟ ଜାତ। ଶ୍ଵେତାସ୍ତ୍ରୋତର କିନ୍ତୁ ଏହାର ଆକ୍ଷରିକ ଅର୍ଥ ଗ୍ରହଣ କରିବା ବିବେକ ସମ୍ମତ ମନେ ହୁଏ ନାହିଁ। କାରଣ ଏଠାରେ ହୃଦୟ ଶବ୍ଦକୁ ମଣିଷ ଶରୀରର କୌଣସି ଅଙ୍ଗ ବିଶେଷ ଅର୍ଥରେ ଗ୍ରହଣ କରାଯାଇ ନପାରେ। କେତେକ ଏହି ଶ୍ଲୋକର ଉଦାହରଣ ପ୍ରସ୍ତୁତ କରି ପରମାତ୍ମାଙ୍କ ସର୍ବବ୍ୟାପକତାକୁ ପ୍ରମାଣ କରିଥାନ୍ତି। ସୂକ୍ଷ୍ମ ଭାବରେ ଅନୁଶୀଳନ କଲେ ଉଭୟ କଥା ପରମାତ୍ମାଙ୍କ ସମସ୍ତଙ୍କ ହୃଦୟରେ ବିରାଜିତ ଓ ସର୍ବବ୍ୟାପକ ପରସ୍ପର ବିରୋଧୀ। ପରମାତ୍ମା ଯଦି କେବଳ ସମସ୍ତଙ୍କ ହୃଦୟରେ ବିରାଜିତ, ତେବେ ଏହା ପରୋକ୍ଷରେ ସୂଚିତ କରେ ଯେ ସେ ଅନ୍ୟତ୍ର କେଉଁଠି ନାହାନ୍ତି। ତେଣୁ ଏଠାରେ ହୃଦୟ ଶବ୍ଦକୁ ହୃତ୍ପିଣ୍ଡ ହାର୍ଟ ଅର୍ଥରେ ଗ୍ରହଣ କରିବା ଠିକ୍ ହେବ ନାହିଁ। ଓଡ଼ିଆରେ ହୃଦୟ ଶବ୍ଦ ଏବଂ ଇଂରାଜୀରେ ହାର୍ଟ ଶବ୍ଦ କେବଳ ପ୍ରାଣୀମାନଙ୍କ ଅଙ୍ଗବିଶେଷକୁ ନ ବୁଝାଇ ସ୍ଥଳ ବିଶେଷରେ ବିଭିନ୍ନ ଅର୍ଥ ପ୍ରକାଶ କରେ। ସହରର ଠିକ୍ ମଝିରେ ମୋର ଘର ଅଛି। ଏହି ବାକ୍ୟର ଇଂରାଜୀ ଅନୁବାଦ ହେବ, ମାଇ ହାଉସ୍ ଇଜ୍ ସିଚୁଏଟେଡ୍ ଇନ୍ ଦ ହାର୍ଟ ଅଫ୍ ଦ ଟାଉନ୍। କେତେକ ସ୍ଥଳରେ ହୃଦୟ ଶବ୍ଦକୁ ମନର ପର୍ଯ୍ୟାୟବାଚୀ ରୂପେ ବ୍ୟବହାର କରାଯାଏ। ତୁମର ଏ କଥା ମୋର ହୃଦୟକୁ ଖୁବ୍ ବାଧିଲା। ତୁମକୁ ମୁଁ କିପରି ଭୁଲିବି? ତୁମେ ତୁମର ହୃଦୟରେ ସଦା ବିରାଜିତ ଇତ୍ୟାଦି। ତେଣୁ ହୃଦୟ ଶବ୍ଦର ଆକ୍ଷରିକ ଅର୍ଥ କରିବା ଅପ୍ରାସଙ୍ଗିକ ମନେ ହୁଏ। ଏହି ପ୍ରସଙ୍ଗରେ ଭଗବାନ ନାରଦକୁ କହିଛନ୍ତି, ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେନ ଚ। ଅର୍ଥାତ୍ ମୁଁ ବୈକୁଣ୍ଠ ଓ ଯୋଗୀମାନଙ୍କର ହୃଦୟରେ ନଥାଏ। ଏହି ବାକ୍ୟ ସର୍ବସ୍ୱଂ ଚାହଂ ହୃଦି ସନ୍ନିବିଷ୍ଟୋ। ଶ୍ଲୋକଟି ବିରୋଧାତ୍ମକ ଅଟେ। ପରମାତ୍ମାଙ୍କ କେଉଁ କଥାକୁ ସତ୍ୟ ବୋଲି ଗ୍ରହଣ କରାଯିବ? ଗୀତା ପରମାତ୍ମାଙ୍କ ସ୍ୱକଥିତ ବାଣୀ। ଈଶ୍ୱରୀୟ ବାଣୀ ସଙ୍ଗୀତର ମଧୁର ରାଗିଣୀ ପରି ସିଧାସଳଖ ହୃଦୟକୁ ସ୍ପର୍ଶ କରେ ଏବଂ ଏକ ଅନିର୍ବଚନୀୟ ପୁଲକରେ ମନ ପୁଲକିତ ହୋଇଉଠେ। ଏଥିପାଇଁ ଏହାକୁ ଗୀତା କୁହାଯାଏ। ତାଙ୍କର ବାଣୀ ସମସ୍ତ ବାଦ ବିବାଦର ଊର୍ଦ୍ଧ୍ୱରେ। ସେ ସତ୍ୟ ସନାତନ ଧର୍ମର ସଂସ୍ଥାପକ, ଶାଶ୍ୱତ ଧର୍ମଗୁପ୍ତା। କଳିଯୁଗୀୟ କୌଣସି ଧର୍ମ ସମ୍ପ୍ରଦାୟ ଦ୍ୱାରା ଅନୁସୃତ ଧର୍ମ ପୁସ୍ତକ ଆଧାରରେ ସେ ଜ୍ଞାନ ଶୁଣାନ୍ତି ନାହିଁ। ତେଣୁ ଉପନିଷଦୀୟ ଦୃଷ୍ଟିକୋଣ ଅନୁସାରେ ଗୀତା ପାଠ ଘୋର ଅନର୍ଥର କାରଣ। ଏହି ହେତୁ ଏଠାରେ ହୃଦୟ ଶବ୍ଦକୁ ମଣିଷ ମନର ଭାବନା ଅର୍ଥରେ ଗ୍ରହଣ କଲେ ପ୍ରାସଙ୍ଗିକ ହେବ। ହୃଦୟ ଏକ ଦର୍ପଣ ଭଳି। ହୃଦୟ ନିର୍ମଳ ହେଲେ ବ୍ୟକ୍ତି ପରମାତ୍ମାକୁ ଅନୁଭବ କରିପାରେ। ଅନନ୍ୟ ପ୍ରେମ ଓ ଅବ୍ୟଭିଚାରୀ ଭକ୍ତି ଦ୍ୱାରା ଯୋଗୀ ତାଙ୍କୁ ନିଜ ହୃଦୟ ସିଂହାସନରେ ବସାଏ। ଅର୍ଥାତ୍ ତାର ମନ ଓ ବୁଦ୍ଧି ନିତ୍ୟ ପରମାତ୍ମାଙ୍କ ସ୍ମୃତିରେ ଯୁକ୍ତ ଥାଏ। ସ୍ମୃତି, ଜ୍ଞାନ ଓ ବିସ୍ମୃତି ଅପୋହନ ଏ ତିନୋଟି ଶକ୍ତିର ଉତ୍ସ ମଧ୍ୟ ପରମାତ୍ମା। ସ୍ମୃତି ଶକ୍ତି ହେତୁ ମଣିଷ ଅତୀତର ଅନେକ କଥା ମନେ ରଖିପାରେ। ଏହା ଜ୍ଞାନର ବିକାଶ କରାଏ। ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ। ତେଣୁ ଆତ୍ମିକ ସ୍ମୃତି ସମ୍ପନ୍ନ ବ୍ୟକ୍ତି ପ୍ରକୃତ ଜ୍ଞାନୀ ପଦବାଚ୍ୟ। ମନୁଷ୍ୟର ସ୍ମୃତି ଶକ୍ତି ଜାଗ୍ରତ ନ ହେବା ପର୍ଯ୍ୟନ୍ତ ସେ ସତ୍ୟ ଓ ଅସତ୍ୟର ପ୍ରଭେଦ ଜାଣିପାରେ ନାହିଁ। ପୁରାତନ ବିଷୟ ସ୍ମୃତି ହୁଏ। ଯେଉଁ ବ୍ୟକ୍ତି ବସ୍ତୁ ବା ଘଟଣା ସହିତ ଏକଦା ମଣିଷର
ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ଥିଲା, କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ସେଗୁଡ଼ିକର ସହିତ ଆଉ ତା'ର କୌଣସି ସମ୍ବନ୍ଧ ନ ରହି ବର୍ତ୍ତମାନ ସ୍ମରଣ ହେଉନାହିଁ। ଏହି ବିସ୍ମରଣ ପ୍ରକ୍ରିୟାକୁ ବିସ୍ମୃତି କୁହାଯାଏ। ମନୁଷ୍ୟାତ୍ମା ବାରମ୍ବାର ସୃଷ୍ଟିରେ ଦେହ ଧାରଣ କରି ନିଜର ମୂଳ ସ୍ୱରୂପକୁ ଭୁଲିଯାଏ। ଗୋଟିଏ ଜନ୍ମର କଥା ପରଜନ୍ମକୁ ସ୍ମରଣ ହୁଏ ନାହିଁ। ବିସ୍ମୃତି ହିଁ ଅଜ୍ଞାନ ଓ ମୋହର କାରଣ। ସମସ୍ତ ମନୁଷ୍ୟାତ୍ମାମାନଙ୍କ କଲ୍ୟାଣ ପାଇଁ ପରମାତ୍ମା ଈଶ୍ୱରୀୟ ଜ୍ଞାନ ବିତରଣ କରୁଥିଲେ ମଧ୍ୟ ପ୍ରତ୍ୟେକେ ନିଜ ନିଜ ପୂର୍ବ ସ୍ମୃତି ଅନୁସାରେ ଏହା ଆହରଣ କରିପାରନ୍ତି। ଶିକ୍ଷକ ଶ୍ରେଣୀରେ ସମସ୍ତଙ୍କୁ ସମାନ ଭାବରେ ବିଦ୍ୟାଦାନ କରୁଥିଲେ ମଧ୍ୟ ପରୀକ୍ଷା ବେଳେ ଛାତ୍ରମାନେ ସମାନ ଫଳ ଦିଅନ୍ତି ନାହିଁ। ଏହା ହେଉଛି ସ୍ମୃତି ଓ ବିସ୍ମୃତିର ଖେଳ। ସୃଷ୍ଟିଚକ୍ର ଅବିନାଶୀ। ଏଠାରେ ନୂଆ କିଛି ହୁଏ ନାହିଁ। ଆଜି ଯାହା ବର୍ତ୍ତମାନ ଉପସ୍ଥିତ ତାହା ପୁରାତନର ପୁନରାବୃତ୍ତି ମାତ୍ର। ଆତ୍ମବିସ୍ମୃତ ମନୁଷ୍ୟର ସ୍ମୃତି ଫେରାଇ ଆଣିବା ପାଇଁ ପରମାତ୍ମା ଭୂପୃଷ୍ଠରେ ଅବତରଣ କରନ୍ତି। ତେଣୁ ତାଙ୍କୁ ଜ୍ଞାନଦାତା ନ କହି ସ୍ମୃତିଦାତା କହିଲେ ଅଧିକ ପ୍ରାସଙ୍ଗିକ ହେବ। ନଷ୍ଟ ମୋହା ସ୍ମୃତି ଲବ୍ଧା। ପ୍ରକାଶର ଆବିର୍ଭାବରେ ଯେପରି ଅନ୍ଧକାର ତିରୋହିତ ହୋଇଯାଏ, ସେହିପରି ମଣିଷର ସ୍ମୃତି ଉଦୟ ହେଲେ ତା'ର ସମସ୍ତ ଅଜ୍ଞାନତା ଓ ମୋହ ଦୂରୀଭୂତ ହୁଏ। ଶୃଗାଳ ଦଳରେ ପରିଚାଳିତ ସିଂହ ଶାବକର ସ୍ମୃତି ଫେରି ଆସିବା ପରେ ତା ମଧ୍ୟରେ ଥିବା ଶୃଗାଳର ଆଚରଣ ପରିବର୍ତ୍ତନ ହୋଇଗଲା। ସେହିପରି ମନୁଷ୍ୟ ଯେତେବେଳେ ନିଜର ସତ୍ୟଯୁଗୀ ଓ ତ୍ରେତାଯୁଗୀ ଦୈବୀ ଜୀବନର ସ୍ମୃତି ଫେରିଯାଏ, ସେତେବେଳେ ତା ମଧ୍ୟରେ ଥିବା ସମସ୍ତ ଆସୁରିକ ସଂସ୍କାର ଲୁପ୍ତ ହୋଇଯାଏ ଓ ସେ ପୁନର୍ବାର ନିଜ ଜୀବନକୁ ଦିବ୍ୟ କରି ଗଢ଼ି ତୋଳେ। ସ୍ମୃତିଶକ୍ତି ପରି ବିସ୍ମୃତି ଶକ୍ତି ମଧ୍ୟ ମଣିଷ ପାଇଁ କଲ୍ୟାଣପ୍ରଦ। ଯଦି ମଣିଷରେ ଏହି ବିସ୍ମୃତି ଶକ୍ତି ନଥାନ୍ତା, ତେବେ ତା'ର ଜୀବନ ଦୁର୍ବିଷ ହୋଇପଡ଼ନ୍ତା। ସ୍ମୃତି ଓ ବିସ୍ମୃତି ସମାନ୍ତରାଳ ଭାବରେ କାମ କରେ। ଦେହର ବିସ୍ମୃତି ହେଲେ ଆତ୍ମିକ ସ୍ମୃତି ଜାଗ୍ରତ ହୁଏ। ତେଣୁ କୁହାଯାଇଛି ମତଃ ସ୍ମୃତି ଜ୍ଞାନମପୋହନ। କ୍ରମଶଃ ଓମ୍ ଶାନ୍ତି।